ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତକୁ 41 ରନ୍ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଶେଷ ପର୍ଯ୍ୟନ୍ତ ଅନେକ ଚେଷ୍ଟା ପରେ ବି ଜିତି ପାରିନଥିଲା ଭାରତୀୟ ଦଳ। 7 ଥର ଦିନିକିଆରେ ଜିତିଥିବା ଭାରତ ପ୍ରଥମ ଥର ପରାସ୍ତ ହୋଇଛି। ସେହିପରି ଭାରତରେ ଆଜି ପର୍ଯ୍ୟନ୍ତ ଦିନିକିଆ ଜିତିନଥିବା ନ୍ୟୁଜିଲାଣ୍ଡ ଏଥର 41 ରନ୍ରେ ବଡ଼ ବିଜୟ ହାସଲ କରିଛି। ତୃତୀୟ ଦିନିକିଆରେ ଭାରତ ଟସ୍ ଜିତିବା ପରେ ଦଳର ଅଧିନାୟକ ଶୁଭମନ ଗିଲ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ 50 ଓଭରରେ 8 ୱିକେଟ୍ ହରାଇ 337 ରନ୍ କରିଥିଲା, ଯେଉଁଥିରେ ଡିରେଲ୍ ମିଚେଲ୍ 137 ରନ୍ କରିଥିଲେ ଏବଂ ଗ୍ଲେନ୍ ଫିଲିପ୍ସ 106 ରନ୍ର ଏକ ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ। ଭାରତୀୟ ଦଳ ପାଇଁ ବୋଲିଂର ଅର୍ଶଦୀପ ସିଂ ଏବଂ ହର୍ଷିତ ରାଣା 3 ୱିକେଟ୍ ନେଇଥିଲେ। ଭାରତର ଓପନିଂ ସେତେଟା ଭଲ ହୋଇନଥିଲା। ଆରମ୍ଭରୁ ରୋହିତ ଶର୍ମା 11 ରନ୍ କରି ପାଭିଲିୟନ୍ ଫେରିଥିଲେ। ସେହିପରି ଗିଲ୍ ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲେ। ମାତ୍ର 23 ରନ୍ କରି ସେ ପାଭିଲିୟନ୍ ଫେରିଥିଲେ। ସର୍ବାଧିକ ସ୍କୋର କରି ବିରାଟ ରେକର୍ଡ କରିଥିଲେ। ବିରାଟଙ୍କ ସର୍ବାଧିକ 124 ରନ୍ କରିଥିଲେ। ସେହିପରି ନୀତିଶ କୁମାର ରେଡ୍ଡି ଓ ହର୍ଷିତ ରାଣା ଅର୍ଦ୍ଧଶତକ କରିଥିଲେ। ନୀତିଶ 53 ରନ୍ କରିଥିବା ବେଳେ ହର୍ଷିତ 52 ରନ୍ କରିଥିଲେ। ନ୍ୟୁଜିଲାଣ୍ଡର 2 ଓପନିଂ ଯୋଡ଼ି ଫ୍ଲପ୍ ହୋଇଥିଲେ। ଡେଭନ୍ କନୱେ ମାତ୍ର 5 ରନ୍ କରିଥିବା ବେଳେ ହେନରୀ ନିକୋଲାସ ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍ ଫେରିଥିଲେ। ପରେ ୱିଲ୍ ୟଙ୍ଗ 30 ରନ୍ କରି ଆଉଟ୍ ହୋଇଥିଲେ। ତେବେ 4ଥ ୱିକେଟ୍ ପାର୍ଟନରସିପ୍ରେ ମିଚେଲ୍ ଏବଂ ଫିଲିପ୍ସ ଧମାଲ କରିଥିଲେ। ଉଭୟ ବଡ଼ ପାର୍ଟନରସିପ୍ କରିବା ସହିତ ଶତକୀୟ ଇନିଂସ ଖେଳି ଦଳ ପାଇଁ ବଡ଼ ସ୍କୋର ଛିଡ଼ା କରାଇଥିଲେ। ଡାରିଲ୍ ମିଚେଲ୍ 131 ବଲ୍ରୁ 15ଟି ଚୌକା ଏବଂ 3ଟି ଛକା ସହାୟତାରେ 137 ରନ୍ କରି ଆଉଟ୍ ହୋଇଥିବା ବେଳେ ଗ୍ଲେନ୍ ଫିଲିପ୍ସ 88 ବଲ୍ରୁ 9 ଚୌକା ଏବଂ 3ଟି ଛକା ସହ 106 ରନ୍ କରି ଆଉଟ୍ ହୋଇଥିଲେ। ପରେ ମିଚେଲ୍ ହାଇ 2 ରନ୍, ଜାକାରି ଫୋଲ୍କେସ୍ 10 ରନ୍, କ୍ରିସ୍ କ୍ଲାର୍କ 11 ରନ୍ କରି ଆଉଟ୍ ହୋଇଥିଲେ। ମିଚେଲ୍ ବ୍ରେସୱେଲ୍ 28 ରନ୍ କରି କାଇଲ୍ ଜେମିସନ୍ 0 ରନ୍ କରି ନଟ୍ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ, ହର୍ଷିତ 3ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଅର୍ଶଦୀପ 10 ଓଭରରେ 63 ରନ୍ ଦେଇ 3ଟି ୱିକେଟ୍ ନେଇଥିବା ବେଳେ ନୀତିଶ ରେଡ୍ଡି 8 ଓଭରରେ 53 ରନ୍, କୁଲଦୀପ ଯାଦବ 6 ଓଭରରେ 48 ରନ୍ 1 ୱିକେଟ୍, ରବୀନ୍ଦ୍ର ଜାଡେଜା 6 ଓଭରରେ 41 ରନ୍, ହର୍ଷିତ ରାଣା 10 ଓଭରରେ 84 ରନ୍ 3ଟି ୱିକେଟ୍ ନେଇଥିଲେ ବି ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ମହମ୍ମଦ ସିରାଜ 10 ଓଭରରେ 43 ରନ୍ ଦେଇ ଗୋଟିଏ ସଫଳତା ପାଇଛନ୍ତି।